ସାର୍ ଆପଣଙ୍କୁ? ମୋ ନାଁ ନୃସିଂହ ମହାପାତ୍ର, ମୁଁ ତାଳଧ୍ୱଜ ରଥର ମହାରଣା। କାମ ବର୍ତ୍ତମାନ ଚକ 14 ଚକ ଆମର ଡେରା ହେଇକିରି ଅଖରେ ପଶି ଦଣ୍ଡା ପଶିକି ଦଣ୍ଡା ଗୋଳି ଗାଳି ହେଇକି ସେଟା ହଣାହଣି ହେଇକିରି ପୁଣି ଓଲଟେଇକିରି ଦଣ୍ଡା ପଡ଼ି ମାପ ଚୁପ କରି ତାକୁ ଆଗ ପଛ ନିରାଡ଼ି ଉଠିଲା। ନିରାଡ଼ି ଉଠି ସାରିଲା ପରେ ଆମର ଅଖ ଉପରେ ଦଣ୍ଡା ଉପରେ ଯାଇକି ଗରଗରା ପଶିଲା। ଗରଗରା ଦେହରେ ବିନ୍ଧା ହେଇଛି 4ଟା। ସେ ଚାରିନା ଏକା ପାଇଁ ସେ ବିନ୍ଧା ହେଇଛି। ଚାରିନା ଏକା ତା ଦେହରେ ଗଳିବା ପାଇଁ ସେ ଗରଗରା ମଧ୍ୟ କଣ୍ଟା ପଡ଼ିଲା। କଣ୍ଟା ପଡ଼ିକି ତାପରେ ବଡ଼ ଗୟଳ ଯୋଡ଼େ ଉଠିଲା। ସେ ଯୋଡ଼େ ଗୟଳ ଉଠି ଫାଳି ରଖି ଚାରିନା ଏକା ଟେକା ହେଲା। ଚାରିନା ଏକା ଟେକା ସରିଲା ପରେ ଆମର ପୁଣି ପୋଲ ଗୟଳ ସବୁ ପଡ଼ିଲା। ଏ ପୋଲ ଗୟଳିକା ସବୁ ପଡ଼ା ତାକୁ ରାସ୍ତା ପଡ଼ିଛି। ଚାରିପଟ ଖାଲି ଜୋକା ମଧ୍ୟ 3-4ଟା ଜୋକା ପଡ଼ିଯାଇଛି। ଆଜିକାଲି କାର୍ଯ୍ୟ ହେଲା ଜୋକା ତକ ପଡ଼ିବ। ଜୋକା ତକ ପଡ଼ି ସାରିଲା ପରେ ଚାରିପଟାକ ରଥ କାଠ ମୁଣ୍ଡାଳି ଗୁଡ଼ା ସବୁ ଯେଉଁ ବାହାରକୁ ବାହାରିଛି ଅଧିକ ସେଗୁଡ଼ା ସବୁ କଟା ହେବ। କଟା ହେଇସାରିଲା ପରେ ଆଉ ଏଠି ଆମର ଭୂଇଁ ପଡ଼ିବ 3ଟା ଭୂଇଁ। 3ଟା ଲେଖେ 9ଟା 3ଟା ଥର ଭୂଇଁ, ଗୋଟେ ଭୂଇଁ ପଡ଼ିବ। ଭୂଇଁଟା ପଡ଼ି ସାରିଲା ପରେ ସେଇ ଭୂଇଁର ନମ୍ବର ଦିଆଇ ଖୋଲା ହେଇଯିବ। ଖୋଲା ହେଇସାରିଲା ପରେ ରଥ ଚାରିପଟେ ଆଗ ଥୁଆ ହେଇଯିବ। ଯେଉଁ ପାର୍ଶ୍ୱରେ ଯିଏ ସେ ସେଇ ପାର୍ଶ୍ୱରେ ନେଇ ଥୁଆ ହେବ। ତାପରେ 14 ନାହାକା ବୁଲିବା ପାଇଁ ନଡ଼ିଆ ଘର ଆସିଛି। ନଡ଼ିଆ ଘର ଦେବେ 9ଟା ନଡ଼ିଆ ଘର କାଟି ତାକୁ ବିନ୍ଧ ହେବ। ସେ ବିନ୍ଧ ହେଲେ 14 ନାହାକା ବୁଲିବ। 14 ନାହାକା ବୁଲିଲେ ଏ ଭୂଇଁର ପାଖୁଡ଼ା ଖଞ୍ଜା ହେଇକି ତା ଯେଉଁ ତଳେ ଥୁଆ ହେଇଛି ତାକୁ ତାପରେ ଖଞ୍ଜା ହେଇକି ପ୍ରଥମ ଭୂଇଁ ଟୁଙ୍ଗୁଳା ହେବ। ତାପରକୁ 2 ନମ୍ବର ଭୂଇଁ, 3 ନମ୍ବର ଭୂଇଁ ଏମିତି ଖଞ୍ଜା ସରିଲା ପରେ ପୋଟଳ ପାଣି ନୀତି ଆସିବ। ପୋଟଳ ପଡ଼ିକି ପୋଟଳ 13 ବର୍ଷ ପୋଟଳ, ଏ 13 ବର୍ଷ ପୋଟଳ ସରିଲେ ବର୍ଷର ଉପରେ କାମ ସରିଲା। ଆଉ ବାକି ତଳ ଭିତରେ ସବୁ ଅଛି କଇଁଚି ଅନ୍ଧାର କଇଁଚି ଅନ୍ଧାର ତାର ସେ କେତେ ଗୁଡ଼ିଏ କାମ ଅଛି। କୁକୁଡ଼ା ପକେଇ କାମ, ସେ କୁକୁଡ଼ା କାମ ଗୁଡ଼ାକ ଆମର ଏଠି ଆମର ବସାଗୁଣ ରଥରେ ଆମର 26 ଜଣ ଲୋକ, 20-25 ଲୋକ ଭୋଇ।